ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ଆଦି ବୀଜ ବା ଆଦି ପ୍ରଣବ ଓମ୍ ଆଉ ବୀଜ ମନ୍ତ୍ର ତାର ଉପଯୋଗିତା ସମ୍ପର୍କରେ। ଓମ୍ ଯେଉଁ ଉଚ୍ଚାରଣ ଅଛି, ଯେଉଁ ଦିବ୍ୟ ଧ୍ୱନିଟି ଅଛି, ତାହା ନିଜ ରୂପରେ ଗୋଟିଏ ମନ୍ତ୍ରଠାରୁ ଉପରେ। ଓମ୍ ଯେଉଁ ଧ୍ୱନିଟି କୌଣସି ଗୋଟେ ମନ୍ତ୍ର ଯନ୍ତ୍ରଠାରୁ ବହୁତ ଉପରେ। ଆମ ସନାତନ ଧର୍ମରେ କିମ୍ବା ବିଶେଷତଃ ଏହି ଶିବ ସାଧନାରେ ଓମ୍ ବିନା କିଛି ନାହିଁ। କ'ଣ ଏଇ ଓମ୍? କ'ଣ ଆବଶ୍ୟକତା? କାହିଁକି ଆମେ କହୁଛନ୍ତି ଓମ୍ ନମଃ ଶିବାୟ? ଯେତେବେଳେ ଆପଣ ଓମ୍ଟାକୁ ଉଚ୍ଚାରଣ କରୁଛନ୍ତି, ସେଟା ଆପଣ ଏଠୁ କରୁନାହାନ୍ତି, ସେଟା ଆପଣ ଦେହରେ ଥିବା ଆପଣଙ୍କର ଯେଉଁ ଏନର୍ଜି ବଡ଼ି ବା ଚିତ୍ ଶକ୍ତି ଅଛି, ସେଇଥିରୁ ହିଁ ଆପଣଙ୍କର ଓମ୍ଟା ଉଚ୍ଚାରଣ ହେଉଛି। ଯଦି କି ତଣ୍ଟିରୁ ଓମ୍ ଉଚ୍ଚାରଣ କରୁଛନ୍ତି ତାହେଲେ ସେଟା ଭୁଲ। ଆଉ କେମିତି ଉଚ୍ଚାରଣ କରନ୍ତି ସେସବୁ ଜିନିଷ ତ ମୁଁ କହିପାରିବିନି, କିନ୍ତୁ ମାନେ ୟୁଟ୍ୟୁବ୍ ଭିଡ଼ିଓରେ ତ କହିପାରିବିନି। ତ ଯେତେବେଳେ ଆମେ ଓମ୍ଟା ଉଚ୍ଚାରଣ କରୁ, ଆମ ଭିତରେ ଥିବା ଯେଉଁ ଶିବ ତତ୍ତ୍ୱଟା ପୁରା ଜାଗ୍ରତ ହୋଇଉଠେ, ଆମ ଭିତରେ ଥିବା ଶକ୍ତି ଜାଗ୍ରତ ହୋଇଉଠେ, ଯେଉଁଟାକି ଯେକୌଣସି ସାଧନା ପାଇଁ ଆବଶ୍ୟକତା ରହିଛି। ସେଥିପାଇଁ ଓମ୍ ବିନା କୌଣସି ପୂଜା ନାହିଁ, ସାଧନା ନାହିଁ, ମନ୍ତ୍ର ନାହିଁ, କିଛି ନାହିଁ। ଏମିତି ଗ୍ରନ୍ଥରେ ବି ଲେଖା ହେଇଛି। ବିଶେଷତଃ ଯଦି ଆପଣ କାଶ୍ମୀର ଶୈବିଜିମ୍ ବା ତ୍ରିକ ଶିବ ଆଗମର ବହିଗୁଡ଼ା ପଢ଼ିବେ, ସେ ଶିବ ସୂତ୍ର ହେଉ, ଶିବ ସଂହିତା ହେଉ, କୌଣସି ଗୋଟେ ମନ୍ତ୍ର ବି ସିଦ୍ଧି ହେଇପାରିବନି ଓମ୍ ବିନା। ସେଟାକୁ ଆଦି ବୀଜ ବୋଲି କୁହାଯାଏ, ଆଦି ପ୍ରଣବ ବୋଲି ମଧ୍ୟ କୁହାଯାଏ। ଆପଣ ପ୍ରଥମେ ପ୍ରସ୍ତୁତ କଲା ଓମ୍ଟା ଆପଣଙ୍କୁ ସେଇ ମହାଜାଗତିକ ଶକ୍ତି ସହିତ ଯୋଡ଼ିବା ପାଇଁ ପ୍ରସ୍ତୁତ କଲା। ଯେମିତିକି ଆପଣ ସାଧନା ପାଇଁ ଉପାସ କରୁଛନ୍ତି, ଆଜିକାଲି ଯେଉଁ ଜିମ୍ ଯାଉଛନ୍ତି, ପ୍ରତିଦିନ ୱାର୍ମଅପ୍ କରୁଛନ୍ତି, ତ ସେଇ ୱାର୍ମଅପ୍ଟା ପ୍ରଥମ ଆବଶ୍ୟକତାଟା ହେଲା ଓମ୍। ଯେକୌଣସି ଗୋଟେ ପ୍ରଥମ ସାଧକ ବା କିଛି ସେ ଜାଣିନି, ସେ ପ୍ରଥମ ଓମ୍ରୁ ହିଁ ଆରମ୍ଭ କରୁ। କିଛି ନାହିଁ, ଯେତେ ସମୟ ଯେତେ ଠିକ୍ ରୂପେ ସେ ଓମ୍ଟା ଉଚ୍ଚାରଣ କରିବେ, ତାଙ୍କ ଭିତରେ ଥିବା ଚିତ୍ ଶକ୍ତି ବା ଆତ୍ମଶକ୍ତିର ସେତିକି ଅଧିକ ଜାଗରଣ ହେବ। ତ ଇଏ ହେଲା ଓମ୍, ଯାହା ବିନା କିଛି ସମ୍ଭବ ନାହିଁ। ଆପଣ ଯିବେ ଆମ ଲିଙ୍ଗରାଜ ମନ୍ଦିର ଆଗରେ ବି ଗୋଟେ ଲେଖା ହେଇଥିବ ଓମ୍। ତପ ତନ୍ତ୍ର ମନ୍ତ୍ର ଯାହା ବି କୁହନ୍ତୁ, ଓମ୍ ବିନା ନାହିଁ। ତେଣୁ ଠିକ୍ ରୂପେ ଓମ୍ଟାକୁ ଆଗ ଉଚ୍ଚାରଣ କରିବା ଶିଖନ୍ତୁ, ଏବଂ ସେତିକି ହିଁ ଆପଣଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ଯଥେଷ୍ଟ। ତ ଇଏ ଥିଲା ଆଦିବୀଜ ସମ୍ପର୍କରେ ବା ଆଦିବୀଜ ଓମ୍ ସମ୍ପର୍କରେ। ଏବେ ଆସିବା ଆମେ ଦେବତା କିମ୍ବା ଦେବୀଙ୍କର ବୀଜ, ତାର ଆବଶ୍ୟକତା କ'ଣ ରହିଛି। ମୁଁ ତ ଟିକେ ଭୈରବଙ୍କୁ ଭାରି ଭଲ ପାଇଯାଇଛି, ତାଙ୍କ ପୂଜା ଅର୍ଚ୍ଚନା କରୁଛି, ତେଣୁ ତାଙ୍କ ବୀଜଟାକୁ ନେବା, ଯେଉଁଟାକୁ କୁହାଯାଏ ଭମ୍ ନହେଲେ ଭ୍ରମ୍। ଆପଣ ଦେଖିଥିବେ ଯେଉଁ କାଉଡ଼ିଆ ମାନେ ଯାଆନ୍ତି, ସେ ମଝିରେ ମଝିରେ କହୁଥିବେ ବମ୍ ବମ୍ ବୋଲେ। ସେ ଯେଉଁ ବମ୍, ସେଟା ହେଲା ବୀଜ। ବୀଜ ଅର୍ଥ କ'ଣ? ବୀଜ ନୁହେଁ ଯେ ଆପଣ ଗୋଟେ ଗଛ, ସେ ଠାକୁରଙ୍କୁ ଆପଣ ଜନ୍ମ ଦେବେ। ସେ ବୀଜ ଅର୍ଥ ହେଲା ଆପଣଙ୍କ ଭିତରେ ସେଇ ଦେବତାଙ୍କର ଯେଉଁ ଚକ୍ର ଅଛି, ସେଇ ଦେବତାଙ୍କର ଯେଉଁ ତତ୍ତ୍ୱଟା ଆପଣଙ୍କର ଏନର୍ଜି ବଡ଼ିରେ ଅଛି, ସେଇଟାକୁ ଜାଗରଣ କରିବା। ଯେତେବେଳେ ଆପଣ ଭ୍ରମ୍ କହୁଛନ୍ତି, ଭ୍ରମ୍ ଭୈରବାୟ ନମଃ,
ସେତେବେଳେ ଆପଣଙ୍କ ଭିତରେ ଗୋଟେ ଏକ୍ସପ୍ଲୋଜନ୍ ହୁଏ ଶକ୍ତିର। ବହୁତ ଲୋକ ଏଟା ଅନୁଭବ କରିଥିବେ ଯେ ଭ୍ରମ ପଡ଼ିଲା ବେଳକୁ ସେମାନେ ପ୍ରାୟ ମାନେ ବହୁତ ଏକ୍ସଜଷ୍ଟ ହେଇପଡ଼ନ୍ତି। ଶକ୍ତି ମନ୍ଦିର ଗୁଡ଼ାକରେ ଥିବା ଭୈରବମାନଙ୍କର ବୀଜ ହ୍ରିମ୍ ବି କୁହାଯାଇଛି, ଯେଉଁଟାକି ଆପଣ ରୁଦ୍ରୟାମଳ ବା ରୁଦ୍ରଦେବ ତ୍ରିପାଠୀରେ ବି ଲେଖା ହେଇଛି। ମାତ୍ର ଯଦି ଆମେ ଖାଲି ସେମିତି ଶିବଙ୍କର ବା କ୍ଷେତ୍ରରେ କାଳ ଭୈରବ, ସେ କୌଣସି ଶକ୍ତିପୀଠର ନୁହନ୍ତି, ମହାକାଳ ଭୈରବ ଉଜ୍ଜୟନର ଶକ୍ତିପୀଠର ଭୈରବ ନୁହନ୍ତି, ତାଙ୍କ ବୀଜଟା ହେଲା ଭ୍ରମ। ତ ଆମେ ସେଇ ଉଚ୍ଚାରଣ କରୁଛୁ, ସେଇ ଦେବତାଙ୍କର ଯେଉଁ ଟିକେ ସତ୍ୟ ଆମ ଭିତରେ ଅଛି, ସେଇଟା ବହୁତ ଜୋରରେ ଜାଗରଣ ହେଇଯାଉଛି। ସେ ଆପଣଙ୍କର ଶକ୍ତିରେ କ୍ଲିମ୍ ହଉ, ହ୍ରିମ୍ ହଉ, କିମ୍ବା ଶିବଙ୍କର ବୀଜ କୁହାଯାଏ ହ୍ରୌମ୍। ମାତ୍ର ପ୍ରଥମ ହେଲା ଓମ୍। ଆଦି ବୀଜ ଯେତେବେଳେ ଲୋକ ନ ପଢ଼ିଛି ତା ପୂର୍ବରୁ ସେ ବୀଜ ଦେଇପାରିବ ନାହିଁ। ଆଦି ବୀଜର ଆବଶ୍ୟକତା ଆଗେ ରହିଛି। ଓମ୍, ଭ୍ରାମ୍, 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 ଭୈରବାୟ, ଭ୍ରାମ୍, 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 ଫଟ୍ ସ୍ୱାହା। ଏତେ ଯେଉଁ ଭ୍ରମ ଭ୍ରମ ଆଠଟା ଦେଖିଲେ, ଅଷ୍ଟଭୈରବଙ୍କ ପାଇଁ 8ଟା ଭ୍ରମ ଦିଆହେଇଛି, ହେଲା ବୀଜ। କିନ୍ତୁ ଓମ୍ ବିନା ନୁହେଁ। ତେଣୁ ଆପଣ ସବୁବେଳେ ଗୋଟେ ଟେକ୍ନିକ୍ ବା ତନ୍ତ୍ର ପର୍ସପେକ୍ଟିଭରୁ, ସାଧନା ପର୍ସପେକ୍ଟିଭରୁ ବା ଦୃଷ୍ଟିକୋଣରୁ ଆପଣ ଯଦି ଦେଖିବେ, ତାହେଲେ ଆପଣଙ୍କୁ 2ଟି ବୀଜ ନିଜ ଶରୀରରେ ରୋପଣ କରିବାର ଅଛି। ପ୍ରଥମଟି ହେଲା ଓମ୍, ଭାବିବାର ନାହିଁ ସେଥିରେ, ସେ ହିଁ ଆପଣଙ୍କ ଦ୍ୱାରା ମାଟି ପଡ଼ିଲା ଆଗ। ତା ପରଟା ହେଲା ଯେଉଁ ଦେବୀ କିମ୍ବା ଦେବତାଙ୍କର ଆପଣ ପୂଜା କରୁଛନ୍ତି, ଯେମିତି ଶିବଙ୍କର ହ୍ରମ୍ କୁହାଯାଉଛି, ଭୈରବଙ୍କର ଭ୍ରମ କୁହାଯାଉଛି, ଶିବ ଚତୁର୍ବିଂଶ ମୁଁ କହୁଛି, ଏଇ 2ଟି ବୀଜ ଆପଣଙ୍କୁ କହିଲି, ସେଇଟା ତା ପରେ ଲଗେଇବେ, ତାପରେ ମନ୍ତ୍ରକୁ ଆଣିବେ। ଓମ୍ ହ୍ରୌମ୍ ଶିବାୟ ନମଃ। ତେବେ ବୀଜ ମନ୍ତ୍ର ଗୁଡ଼ିକର ଉପଯୋଗ ସବୁବେଳେ ଗୋଟେ ଦ୍ୱିତୀୟ ପର୍ଯ୍ୟାୟ ବା ତୃତୀୟ ପର୍ଯ୍ୟାୟ ବା ଯେଉଁଟାକୁ ଆମେ କହୁ ଆଡ଼ଭାନ୍ସ ଷ୍ଟେଜ୍ ଅଫ୍ ସାଧନା। ଗୋଟେ ଲୋକ କିଛି ଜାଣିନି, ତାକୁ ଆମେ ସାଙ୍ଗେ ସାଙ୍ଗେ ବୀଜ ମନ୍ତ୍ର ଦେଇ ହେବନି। ସେ ଓମ୍ରେ ହିଁ ପଢ଼ୁ, ଓମ୍ ନମଃ ଶିବାୟ ପଢ଼ୁ। ତେଣୁ ଯଦି ଆପଣ ଶିବ ସାଧନା କରୁଛନ୍ତି, ଓମ୍ଟିକୁ ପ୍ରଥମେ ନିଜ ଶରୀରରେ ପ୍ରତିରୋପଣ କରନ୍ତୁ। ତାପରେ ଯେଉଁ କୌଣସି ଗୁରୁଙ୍କ ସାନ୍ନିଧ୍ୟରେ ଯେଉଁ ବୀଜ ଆପଣଙ୍କ ପାଇଁ ଠିକ୍ ହେବ, ସେଇ ବୀଜଟିକୁ ପ୍ରତିରୋପଣ କରନ୍ତୁ। ଆପଣ ଦେଖିବେ ଆପଣଙ୍କର ମନ୍ତ୍ର ଉଚ୍ଚାରଣର ଯାହା ଫଳ ରହିଛି ତାହା ତ ଦ୍ୱିତୀୟ କଥା, ଉଚ୍ଚାରଣର ଶକ୍ତି ଆପଣଙ୍କ ଭିତରେ ଜାଗରଣ ହେବ, ତାହା ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଆଦି ବୀଜ ଆଉ ମନ୍ତ୍ର ବୀଜ, এই 2ଟା ସବୁବେଳେ ନିଜର ବାଁ ହାତ ଆଉ ଡାହାଣ ହାତ କରିକି ରଖିବେ, ଆପଣ ଯେକୌଣସି ସାଧନାରେ ଯାଆନ୍ତୁ ନା କାହିଁକି। ପୁନଶ୍ଚ କହି ରଖୁଛି, ଆଦି ବୀଜ ଆପଣ ଉଚ୍ଚାରଣ କରିପାରନ୍ତି, କିନ୍ତୁ ମନ୍ତ୍ର ବୀଜ ସବୁବେଳେ ଗୁରୁଙ୍କ ଦ୍ୱାରା ଦିଆଯିବା ହିଁ ଉଚିତ। ଆଉ ମୁଁ ୟୁଟ୍ୟୁବରେ କହିଦେବାଟା ବି ଠିକ୍ ନୁହେଁ। ଖାଲି ଆପଣ ଉଦାହରଣ ଦେବା ପାଇଁ କହିଲେ କିଛି କିଛି କ୍ଲିମ୍, ହ୍ରିମ୍, ଫମ୍, ହ୍ରୌମ୍, ଯେଉଁଟାକି ଆପଣ ରୁଦ୍ରୟାମଳ ତନ୍ତ୍ର ଦେଖିବେ, ତାର ଉତ୍ତରଖଣ୍ଡ, ସେଥିରେ ବହୁତ ଗୁଡ଼ିଏ ବୀଜର ବ୍ୟବହାର ରହିଛି। ହଉ, ଆଶା କରେ ବୁଝିପାରିଥିବେ ଆପଣ ଯେ ଓମ୍ର ଆବଶ୍ୟକତା କେତେ ରହିଛି ଏବଂ କେତେ ଗୋଟେ ଲୋକ ସାଧନା ପୂର୍ବରୁ ଓମ୍ଟାକୁ ଜାଣିବାର ଅଛି, ଆଉ ବୀଜ ମନ୍ତ୍ରର ଆବଶ୍ୟକତା ମଧ୍ୟ କ'ଣ। ଆଶା କରେ ଆପଣ ଶିବ ସାଧନା ଦିଗରେ ଆଗେଇବା ପାଇଁ ମୋର ଛୋଟ ପ୍ରୟାସଟି ଆପଣଙ୍କୁ ଖୁବ୍ ସାହାଯ୍ୟ କରୁଥିବ। ଯଦି ଆପଣ ମୋ ଭିଡ଼ିଓରୁ କିଛି ଉପକୃତ ହେଉଛନ୍ତି, ତାହେଲେ ତାହା ହିଁ ମୋ ପାଇଁ ଯଥେଷ୍ଟ। ଏବଂ ଯେଉଁମାନେ ଭିଡ଼ିଓଟିକି କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି, ସେମାନେ ପଚାରିପାରନ୍ତି, କିମ୍ବା ମୁଁ ସେମାନଙ୍କୁ ଉତ୍ତର ଦେବା ପାଇଁ ପ୍ରତିଜ୍ଞାବଦ୍ଧ ନୁହେଁ। ହଉ,
ଆଜି ତ ସମୟ ହେଇଯାଇଛି। ପୁଣି ଆପଣଙ୍କ ସହିତ ଦେଖା ହେବ ଆଉ ଗୋଟେ ଆଗାମୀ ଅଧ୍ୟାୟରେ ଗୋଟିଏ ନୂଆ ଶିବତତ୍ତ୍ୱ ବିଷୟର ବିଷୟବସ୍ତୁକୁ ନେଇ। ଆଜି ପାଇଁ ରହିଲି। ଓମ୍ ନମଃ ଶିବାୟ।